ଭଗବାନଙ୍କୁ ଖୋଜିବା ପୂର୍ବରୁ ନିଜ ହୃଦୟରେ ଦୟା ଜାଗ୍ରତ କରନ୍ତୁ। ଆସନ୍ତୁ ଶୁଣିବା ଗୋଟିଏ ସୁନ୍ଦର କାହାଣୀଟିଏ। ଗୋଟିଏ ଗାଁରେ ମାଧବ ନାମରେ ଜଣେ ଭକ୍ତ ରହୁଥିଲା। ସେ ପ୍ରତିଦିନ ଭଗବାନଙ୍କୁ ପଚାରୁଥିଲା, ପ୍ରଭୁ, ଆଜିକାଲି ଆପଣ କାହିଁକି କାହାକୁ ଦେଖା ଦେଉନାହାନ୍ତି? ଦିନେ ଜଣେ ସାଧୁ ତାଙ୍କ ଘରକୁ ଆସି କହିଲେ, ଭଗବାନ ଲୁଚି ନାହାନ୍ତି। ମଣିଷର ହୃଦୟରେ ତାଙ୍କ ପାଇଁ ସ୍ଥାନ କମିଯାଇଛି। ମାଧବ ପଚାରିଲେ, ତେବେ ମୁଁ ତାଙ୍କୁ କେଉଁଠି ପାଇବି? ସାଧୁ କହିଲେ, ଭୋକିଲାକୁ ଖାଇବାକୁ ଦିଅ, ଦୁଃଖୀକୁ ସାହାଯ୍ୟ କର ଏବଂ କାହାର ମନରେ ଦୁଃଖ ଦିଅ ନାହିଁ। ସେହିଦିନଠାରୁ ମାଧବ ନିଜ ଗାଁର ଲୋକମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କଲା। କିଛି ଦିନ ପରେ ସେ ବୁଝିଲା, ଭଗବାନ କେବେ ଲୁଚି ନଥିଲେ, ସେ ପ୍ରତ୍ୟେକ ଭଲ କାମରେ ଥିଲେ। ଏଥିରୁ ଆମକୁ ଶିକ୍ଷା ମିଳିଲା ଯେ ଭଗବାନଙ୍କୁ ଖୋଜିବା ପୂର୍ବରୁ ନିଜ ହୃଦୟରେ ଦୟା ଜାଗ୍ରତ କରନ୍ତୁ।